ଚିନାବାଦାମ ଏକ ଅର୍ଥକାରୀ ଫସଲ। ଅନ୍ୟ ଫସଲ ଠାରୁ ଏହା ଭିନ୍ନ। ଏହା ଫୁଲରୁ ସୃଷ୍ଟି ହେଉଥିବା ସୂକ୍ଷ୍ମ ଓହଳ ମାଟି ଭିତରେ ପ୍ରବେଶ କରିଥାଏ। ଓହଳର ଅଗ୍ରଭାଗରେ ଥିବା ଗର୍ଭାଶୟ ମାଟି ଭିତରେ ଫୁଲି ଚିନାବାଦାମର ଫଳ ହୋଇଥାଏ। ଫୁଲ ଧରିବା ସମୟରେ ଅର୍ଥାତ୍ ଗଛ 30 ରୁ 35 ଦିନ ହୋଇଗଲେ ଗଛ ସିଆରରେ 75 କେଜିରୁ 1 କୁଇଣ୍ଟାଲ ପର୍ଯ୍ୟନ୍ତ ଜିପମାଇଟ୍ ପ୍ଲସ୍ ପ୍ରୟୋଗ କରି ମାଟି ଟେକି ଦିଅନ୍ତୁ। ଏଥିରେ ଥିବା 5 ପ୍ରକାର ଖାଦ୍ୟ ତତ୍ତ୍ୱ ଯଥା କ୍ୟାଲସିୟମ, ମ୍ୟାଗ୍ନେସିୟମ, ସଲଫର, ଜିଙ୍କ, ବୋରନ ଆଦି ପୃଷ୍ଟି ତତ୍ତ୍ୱ ରହିଥିବା କାରଣରୁ ଅଧିକ ଅମଳ ଆଣିବାରେ ସହାୟକ ହୋଇଥାଏ। ଜିପମାଇଟ୍ ପ୍ଲସ୍ ପ୍ରୟୋଗ ଫଳରେ ମାଟି ହାଲକା ବା ଫସଫସିଆ ରୁହେ। ଚିନାବାଦାମରୁ ଅଧିକ ସଂଖ୍ୟାରେ ଓହଳରୁ ଫଳ ବାହାରେ। କ୍ୟାଲସିୟମ ଥିବା କାରଣରୁ ଫୁଲର କଳିକା ବିକଶିତ ହୋଇ ପ୍ରସ୍ତାବିତ ଭାଗ ମାଟି ମଧ୍ୟରେ ପଶିଯାଇ ଚିନାବାଦାମ ଗଠନ ପ୍ରକ୍ରିୟାରେ ସାହାଯ୍ୟ କରେ। ଚିନାବାଦାମ ଫମ୍ପା ନ ହୋଇ ପୋରଷ୍ଟିଆ ଦାନା ଗଠନ କରେ। ସଲଫର ଚିନାବାଦାମ ମଞ୍ଜିର ତେଲର ପରିମାଣ ବୃଦ୍ଧି କରିବା ସହ ଗଛର ରୋଗ ପ୍ରତିରୋଧକ ଶକ୍ତି ଯୋଗାଇଥାଏ। ତୈଳବୀଜ ଫସଲରେ ଅଧିକ ଅମଳ ନିମନ୍ତେ ଜିପମାଇଟ୍ ପ୍ଲସ୍ ବ୍ୟବହାର ଅତ୍ୟନ୍ତ ପ୍ରয়োଜନ। ଅଧିକ ଜାଣିବା ପାଇଁ ଆପଣ ହାଲୋ ଜୟ କିଷାନ ଟୋଲ ଫ୍ରି କୁ ଯୋଗାଯୋଗ କରନ୍ତୁ।